ଗତକାଲି 15/1/2026 ରେ ଆମେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଲୁ ଯେ କୋରଙ୍ଗାରୁ ଗୁରୁଡିଝାଟିଆ କୁ କିଛି ମଦ ବିପୁଳ ପରିମାଣରେ ମଦ ଟ୍ରାନ୍ସପୋର୍ଟ ହେବାର ସମ୍ଭାବନା ଅଛି। ତ ସଙ୍ଗେ ସଙ୍ଗେ ଆମର ଏକ୍ସାଇଜ କମିଶନର ମ୍ୟାଡାମ ପି ଅନ୍ୱେଷା ରେଡ୍ଡୀଙ୍କ ନେତୃତ୍ୱ କ୍ରମେ ଗୋଟେ ଟିମ୍ ଗଠନ କରାଗଲା। ସେ ଟିମ୍ ଆମର ଆଇଆଇସି ତାକୁ ନେତୃତ୍ୱ ନେଇଥିଲେ ଏବଂ ସ୍ପଟ୍ କୁ ଯାଇକି ଯୋଉ ଟୋଲ ଗେଟ୍ ଟା ଅଛି, ଖୁଣ୍ଟୁଣିରେ ଯୋଉ ଟୋଲ ଗେଟ୍ ନବନିର୍ମିତ ଟୋଲ ଗେଟ୍ ଅଛି, ସେ ଟୋଲ ଗେଟ୍ ପାଖରେ ଗୋଟେ ବୋଲେରୋ ଗାଡିଟାକୁ ଇଣ୍ଟରସେପ୍ଟ କରାଯାଇଥିଲା, ଯୋଉଥିରେ 2 ଜଣ ଆସାମୀ ବସିଥିଲେ ଏବଂ ଗାଡି ମଧ୍ୟରୁ ଆମେ 900 ଲିଟର ଆଇଡି ଲିକର ବରାମଦ କଲୁ। ଆଉ ପ୍ରାଥମିକ ଅନୁସନ୍ଧାନରୁ ଏହା ଜଣାପଡୁଛି ଏଇ ମଦଟା କୋରଙ୍ଗା ଗାଁରୁ ଗୁରୁଡି ଝାଟିଆକୁ ଯାଉଥିଲା। ଆଉ ଗୁରୁଡି ଝାଟିଆରେ ଯୋଉ ଛୋଟ ଛୋଟ କୁଚିଆ ଗୁଡାକ ଅଛନ୍ତି, ଯୋଉ ଇଲିଗାଲ ସେଲ୍ କରୁଛନ୍ତି ଆଇଡି ଲିକର, ସେମାନଙ୍କୁ ସେଲ୍ କରିବା ଉଦ୍ଦେଶ୍ୟରେ ଏଇଟା ଏମାନେ ନେଇକି ଯାଉଥିଲେ। ଆକ୍ୟୁଜ ଜଣେ ହଉଛନ୍ତି ରବୀନ୍ଦ୍ର ସାହୁ ଆଉ ଜଣେ ସଞ୍ଜୟ କୁମାର ସାହୁ। ଏମାନଙ୍କ ନାଁରେ ପୂର୍ବରୁ କିଛି ମୋକଦ୍ଦମା ଆମ ପାଖରେ ନାହିଁ, କିନ୍ତୁ ଆମେ ତଦନ୍ତ କରୁଛୁ। ଯଦି ଅନ୍ୟ କୌଣସି ଏଜେନ୍ସି ପାଖରେ ବି କିଛି ମୋକଦ୍ଦମା ଥାଏ ତାହେଲେ ତାକୁ ଆମେ ପରବର୍ତ୍ତୀ ପର୍ଯ୍ୟାୟରେ କେସ୍ ପରିସର ମଧ୍ୟକୁ ନବୁ। ଦେଖନ୍ତୁ, ଆଇଡି ଲିକର ଆଠଗଡ଼ ଏରିଆରେ ବହୁତ ପରିମାଣରେ ଡିଷ୍ଟିଲେସନ ହଉଛି। ବର୍ତ୍ତମାନ କମିଶନର ମ୍ୟାଡମଙ୍କର ଯାହା ଇନଷ୍ଟ୍ରକ୍ସନ ଅଛି, ରାଜଧାନୀ ହଉ କିମ୍ବା ପାର୍ଶ୍ୱବର୍ତ୍ତୀ ଏରିଆରେ କୌଣସି ପରିସ୍ଥିତିରେ ମଧ୍ୟ ଆମେ ଆଇଡି ଲିକର ସାର୍କୁଲେସନ ବିକ୍ରିକୁ ଟଲରେଟ୍ କରାଯିବ ନାହିଁ। ଜିରୋ ଟଲରେନ୍ସ ଆମେ ମାନେ ଆଡପ୍ଟ କରିଛୁ। ଆଉ ଷ୍ଟେଟ୍ ଫ୍ଲାଇଂ ସ୍କ୍ୱାଡରେ ଆମେ ଏଇଭଳି ରେଡ୍ ଜାରି ରଖିବୁ। ଆଉ ଏଇଥର ଯୋଉ ଆମେ ରେଡ୍ ପ୍ରୋଗ୍ରାମଟା କରିଛୁ, ଏଇଥିରେ ଗାଡି ସହିତ ମଦର ଆନୁମାନିକ ମୂଲ୍ୟ ପ୍ରାୟ 9,80,000 ଟଙ୍କା ହବ।